ସମସ୍ତେ ଜାଣିଛନ୍ତି ଭାରତରେ ରାଜନୈତିକ ଦଳମାନେ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଲୋକଙ୍କୁ ଟଙ୍କା ବାଣ୍ଟିବା ଯାଏ। ସାଧାରଣ ନିର୍ବାଚନ ତ ବହୁ ଦୂରରେ, ମାତ୍ର ବିଧାନସଭା ନିର୍ବାଚନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଯାଏ। ଆପଣ ଜାଣିଛନ୍ତି କି ରାଜନୈତିକ ଦଳମାନଙ୍କୁ ଏତେ ଟଙ୍କା କିଏ ଦେଉଛି? ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ଭାରତର ସବୁଠାରୁ ବଡ଼ ରାଜନୈତିକ ଦଳ ହେଉଛି ବିଜେପି ଏବଂ ବିଜେପି ପାଖରେ ଅନ୍ୟ ରାଜନୈତିକ ଦଳମାନଙ୍କ ପାଖରୁ ଅଧିକ ଟଙ୍କା ରହିଛି। 2024-25ରେ ବିଜେପି ପାଖରେ 6125 କୋଟି ଟଙ୍କା ରହିଛି। ଏଥିରୁ 3699 କୋଟି ଟଙ୍କା ଇଲେକ୍ଟୋରାଲ ଟ୍ରଷ୍ଟରୁ ଆସିଛି। ବ୍ୟକ୍ତିଗତ ଭାବେ 20,000 ଟଙ୍କାରୁ ଅଧିକ ହେଲେ ରାଜନୈତିକ ଦଳମାନେ ନିର୍ବାଚନ ଆୟୋଗକୁ ସୂଚନା ଦେଇଥାନ୍ତି। କିନ୍ତୁ ଆଜି ଆମେ ଆଲୋଚନା କରିବା ସେ ବଡ଼ ବ୍ୟକ୍ତିତ୍ୱଙ୍କ ବିଷୟରେ ଯେଉଁମାନେ ବ୍ୟକ୍ତିଗତ ଭାବେ ବିଜେପିକୁ ସବୁଠାରୁ ଅଧିକ ଚାନ୍ଦା ଦେଇଛନ୍ତି। ସୁରେଶ ଅମୃତଲାଲ କୋଟକ ବିଜେପିକୁ ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ଦେଇଥିବା ତାଲିକାରେ ପ୍ରଥମରେ ଅଛନ୍ତି ସୁରେଶ ଅମୃତଲାଲ କୋଟକ। କଟକ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ ସୁରେଶ କୋଟକ ବିଜେପିକୁ 30 କୋଟି ଟଙ୍କା ଦେଇଛନ୍ତି। ଏହା ସହ ସେ କଂଗ୍ରେସକୁ ମଧ୍ୟ 7.5 କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି। ଏବେ କଟକ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଅଛନ୍ତି। ବିଜେପିକୁ ବ୍ୟକ୍ତିଗତ ଚାନ୍ଦା ଦେଇଥିବା ଦ୍ୱିତୀୟ ସ୍ଥାନରେ ଥିବା ବ୍ୟକ୍ତି ହେଉଛନ୍ତି ଅଲ୍ଲା ଦକ୍ଷିଣାଣୀ। ବିଜେପିକୁ 25 କୋଟି ଟଙ୍କା ପ୍ରଦାନ କରିଛନ୍ତି ଅଲ୍ଲା ଦକ୍ଷିଣାଣୀ। ସେ ହେଉଛନ୍ତି ରାମକି ଫାଉଣ୍ଡେସନର ପ୍ରତିଷ୍ଠାତା। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ସ୍ୱାମୀ ଅଲ୍ଲା ଅଯୋଧ୍ୟା ରାମ ରେଡ୍ଡି ୱାଇଏସ୍ଆର୍ କଂଗ୍ରେସର ଜଣେ ରାଜ୍ୟସଭା ସାଂସଦ। ବିଜେପିକୁ ଅଧିକ ଚାନ୍ଦା ଦେଇଥିବା ତୃତୀୟ ସ୍ଥାନରେ ଦିନେଶ ଚନ୍ଦ୍ର ଅଗ୍ରୱାଲ ରହିଛନ୍ତି। ଦିନେଶ ଅଗ୍ରୱାଲ ବିଜେପିକୁ 21 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଡିଆର୍ଏ ଇନଫାକନ୍ କମ୍ପାନୀର ମୁଖ୍ୟ ଦିନେଶ ଅଗ୍ରୱାଲ ରହିଛନ୍ତି। ଏହା ସହ ଡିଆର୍ଏ ଇନଫାକନ୍ ବିଜେପିକୁ 61 କୋଟି 78 ଲକ୍ଷ ଟଙ୍କା ଚାନ୍ଦା ଦେଇଛି। ନିକଟରେ ଦିନେଶ ଅଗ୍ରୱାଲଙ୍କ କମ୍ପାନୀକୁ 121 କିଲୋମିଟର ଲମ୍ବା ଗୁଆହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପ ପାଇଁ କଣ୍ଟ୍ରାକ୍ଟ ମିଳିଛି। 729 କୋଟି ଟଙ୍କାର ଏହି ପ୍ରକଳ୍ପ ଅଗ୍ରୱାଲ କମ୍ପାନୀକୁ ମିଳିଥିବା ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ଦିନେଶଙ୍କ ପୁଅ ହାର୍ଦ୍ଦିକ ଅଗ୍ରୱାଲ ବିଜେପିକୁ 20 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ପଞ୍ଚମ ସ୍ଥାନରେ ଅଛନ୍ତି ରମେଶ କୁର୍ଣ୍ଣିକନନ। ସେ 17 କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ତାଙ୍କ କମ୍ପାନୀ କେନ୍ ସେମିକନ୍ ଗୁଜରାଟର ସାନନ୍ଦଠାରେ 3300 କୋଟି ଟଙ୍କାର ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି, ଯେଉଁଥିରେ ସରକାର ମଧ୍ୟ ବିପୁଳ ନିବେଶ କରୁଛନ୍ତି। ଏହା ସହ କମ୍ପାନୀ ମଧ୍ୟ 11 କୋଟି ଟଙ୍କା ବିଜେପିକୁ ଚାନ୍ଦା ଦେଇଛି। କେବଳ ଶିଳ୍ପପତି ନୁହନ୍ତି, ବିଜେପିର ନିଜ ନେତା ମଧ୍ୟ ପାର୍ଟିକୁ ଚାନ୍ଦା ଦେଇଛନ୍ତି। ଓଡ଼ିଶାର ସାଂସଦ ବୈଜୟନ୍ତ ପଣ୍ଡା 6 ଲକ୍ଷ ଟଙ୍କା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ 5 ଲକ୍ଷ ଟଙ୍କା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେପରି ଓଡ଼ିଶାର ସାଂସଦ ସମ୍ବିତ ପାତ୍ର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ନବଚରଣ ମାଝୀ ମଧ୍ୟ 2 ଲକ୍ଷ ଟଙ୍କା ଲେଖାଏଁ ଚାନ୍ଦା ଦେଇଛନ୍ତି। ଏପରିକି ଓଡ଼ିଶା ବିଧାନସଭାର 49 ଜଣ ବିଧାୟକ ମିଳିତ ଭାବେ ପ୍ରାୟ 55 ଲକ୍ଷ ଟଙ୍କା ପାର୍ଟି ଫଣ୍ଡକୁ ଦେଇଛନ୍ତି।